ଯେଉଁମାନେ ଆମ ଭିଡ଼ିଓକୁ ପ୍ରଥମ ଥର ପାଇଁ ଦେଖୁଛନ୍ତି ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ କି ଏମିତି ସାଧାରଣ ଜ୍ଞାନ, ପ୍ରଶ୍ନ ଉତ୍ତର ଆଉ ପ୍ରଥମରୁ ଦଶମ ଶ୍ରେଣୀମାନଙ୍କର ବହିର ପ୍ରଶ୍ନ ଉତ୍ତର ପାଇପାରିବେ ଆଉ ସାଧାରଣ ଜ୍ଞାନ ବିଷୟରେ ମଧ୍ୟ ଜାଣିପାରିବେ। ତେଣୁକରି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଭିଡ଼ିଓକୁ ଲାଇକ୍ କରନ୍ତୁ। ଆଜି ଆମେ ପଢ଼ିବା ଚତୁର୍ଥ ଶ୍ରେଣୀ ଆମ ପରିବେଶ ବହିର ଋତୁ ବଦଳେ ପାଠ। ଆମେ ମୁଖ୍ୟତଃ ତାପ କେଉଁଠାରେ ପାଇଥାଉ? ସୂର୍ଯ୍ୟଙ୍କ ଠାରୁ ଆମେ ତାପ ପାଇଥାଉ। ସୂର୍ଯ୍ୟଙ୍କ ଠାରୁ ବେଶୀ ତାପ ପାଇଲେ ଗରମ ଲାଗେ ଏବଂ କମ୍ ତାପ ପାଇଲେ ଥଣ୍ଡା ଲାଗେ। ବର୍ଷରେ ବିଭିନ୍ନ ସମୟରେ ବିଭିନ୍ନ ପରିମାଣର ତାପ ସୂର୍ଯ୍ୟଙ୍କ ଠାରୁ ପାଇଥାଉ। ଏପରି କାହିଁକି ହୋଇଛି? ଆସ ଆଲୋଚନା କରି କାରଣ ଖୋଜିବା। ତୁମେ ଜାଣିଛ ପୃଥିବୀ ନିଜ କକ୍ଷ ଚାରିପାଖରେ 24 ଘଣ୍ଟାରେ ଥରେ ଘୂରେ। ଏହା ପୃଥିବୀର ଆହ୍ୱାନକୁ ଗତି। ଏହା ଫଳରେ କ'ଣ ହୁଏ? ପୃଥିବୀ ମଧ୍ୟ ନିଜ କକ୍ଷ ପଥରେ ସୂର୍ଯ୍ୟଙ୍କ ଚାରିପାଖରେ 365 ଦିନରେ ଥରେ ବୁଲିଥାଏ। ଏହାକୁ ପୃଥିବୀର ବାର୍ଷିକ ଗତି କହନ୍ତି। ଏଟା ହେଲା ପୃଥିବୀ, ଏଟା ହେଲା ସୂର୍ଯ୍ୟ। ବିଷୁବବୃତ୍ତ, ଦକ୍ଷିଣ ଗୋଲାର୍ଦ୍ଧ, ଉତ୍ତର ଗୋଲାର୍ଦ୍ଧ। ପୃଥିବୀର ଅକ୍ଷ ଭୂମି ସହିତ ସଖଳ ହୋଇ ରହିଛି କି ଏହା ଢଳି କରି ରହିଛି? ପୃଥିବୀ ସୂର୍ଯ୍ୟଙ୍କ ଚାରିପାଖରେ ଘୂରିବା ସମୟରେ ଏହାର ଅକ୍ଷ କକ୍ଷ ତଳ ସହିତ 23.1/2 କୋଣ କରି ରହିଥାଏ। ଗ୍ଲୋବ ମଧ୍ୟଭାଗରେ ଏକ ମୋଟା ଗାର ଦିଆଯାଇଛି। ଏହା ବିଷୁବବୃତ୍ତ। ବିଷୁବବୃତ୍ତର ଉତ୍ତର ଗୋଲାର୍ଦ୍ଧକୁ ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଭାଗକୁ ଦକ୍ଷିଣ ଗୋଲାର୍ଦ୍ଧ କହନ୍ତି। ଉତ୍ତର ମେରୁ ଓ ଦକ୍ଷିଣ ମେରୁକୁ ଚିହ୍ନାଅ। ତୁମେ ଗୋଟିଏ ବଡ଼ କମଳା ନେଇ ମଝିରେ ଖଡ଼ିକା ଖଣ୍ଡେ ଭର୍ତ୍ତି କର। ଏହାକୁ ଅକ୍ଷ ବୋଲି ଧରାଯାଉ। ବିନ୍ଦୁ ଲଗାଇ ଉତ୍ତର ମେରୁ ଓ ଦକ୍ଷିଣ ମେରୁ ଦେଖାଅ। ରବର ଖଣ୍ଡିଏ ଗୁଡ଼ାଇ ବିଷୁବବୃତ୍ତ ଦର୍ଶାଅ। ଚିତ୍ର ଦେଖ। ମେ ଜୁନ 2 ମାସରେ ପୃଥିବୀ କ ସ୍ଥାନରେ ଥିବା ସମୟରେ ଏହାର କେଉଁ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡ଼କୁ ଢଳି କରି ରହିଛି? କେଉଁ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଠାରୁ ଦୂରେଇ ଯାଇଛି? କେଉଁ ଗୋଲାର୍ଦ୍ଧରେ ସଳଖ ସୂର୍ଯ୍ୟ କିରଣ ଅଧିକ ସମୟ ପଡ଼ିଛି? ତୁମେ ଦେଖି ଏହି ଅବସ୍ଥାନ କଳାରେ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଢଳି ରହିଛି। ଫଳରେ ଏହି ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କ ସଳଖ କିରଣ ଅଧିକ ସମୟ ପଡ଼ିଛି ଏବଂ ରାତିଠାରୁ ଦିନ ବଡ଼ ହୋଇଥାଏ। ତେଣୁ ମେ ଓ ଜୁନ ମାସରେ ଉତ୍ତର ଗୋଲାର୍ଦ୍ଧରେ ଅଧିକ ଗରମ ହୁଏ। ଏହି ସମୟରେ ଦକ୍ଷିଣ ଗୋଲାର୍ଦ୍ଧରେ କ'ଣ ହୋଇଥିବ ଚିନ୍ତା କର। ଏଠାରେ ସୂର୍ଯ୍ୟ କିରଣ ତିର୍ଚ୍ଛା ଭାବେ ପଡ଼େ ଓ କମ୍ ସମୟ ପଡ଼େ। ଦିନ ସାନ ହୋଇ ରାତି ବଡ଼ ହୋଇଥାଏ। ଫଳରେ ଏହି ଗୋଲାର୍ଦ୍ଧରେ କମ୍ ଉତ୍ତାପ ପାଏ। ଏଠାରେ ଶୀତ ଋତୁ ହୋଇଥାଏ। ଭାରତ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଥିବାରୁ ଜୁନ ମାସରେ ତୁମ ଅଞ୍ଚଳରେ କେଉଁ ଋତୁ ହୋଇଥାଏ? ପୃଥିବୀର ଅବସ୍ଥାନକୁ ଲକ୍ଷ୍ୟ କର। ଦେଖ, ଏଠାରେ ଉତ୍ତର ମେରୁ ଓ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଠାରୁ ଦୂରେଇ ଯାଇଛି। ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡ଼କୁ ଢଳି ରହିଛି। ଡିସେମ୍ବର ମାସରେ ଏପରି ଘଟିଥାଏ। ତୁମେ କୁହ, ଉତ୍ତର ଗୋଲାର୍ଦ୍ଧରେ ଡିସେମ୍ବର ମାସର କେଉଁ ଋତୁ? ଦକ୍ଷିଣ ଗୋଲାର୍ଦ୍ଧରେ କେଉଁ ଋତୁ ହୋଇଥିବ? କେଉଁ ଗୋଲାର୍ଦ୍ଧ ଦିନ ବଡ଼ ହୋଇଥିବ? ଡିସେମ୍ବର ମାସରେ ଓଡ଼ିଶାର କେଉଁ ଋତୁରେ ହୋଇଥାଏ? ପୃଥିବୀର ଖ ଓ ଘ ସ୍ଥାନକୁ ଲକ୍ଷ୍ୟ କର। ଏଠାରେ ଗୋଲାର୍ଦ୍ଧୟ ମେରୁଦ୍ୱୟ ବିଷୁବରେଖା ମଧ୍ୟରୁ କିଏ ସୂର୍ଯ୍ୟ ଆଡ଼କୁ ଢଳିଛନ୍ତି? ଏହି ସୂର୍ଯ୍ୟ ଆଡ଼କୁ ଢଳି ନାହାନ୍ତି କି ସୂର୍ଯ୍ୟଙ୍କ ଠାରୁ ଦୂରେଇ ଯାଇ ନାହାନ୍ତି। ଏଗୁଡ଼ିକ ସୂର୍ଯ୍ୟଠାରୁ ସମାନ ଦୂରରେ ରହିଛନ୍ତି। ପୃଥିବୀ ସେପ୍ଟେମ୍ବର ଖ ସ୍ଥାନରେ ଓ ମାର୍ଚ୍ଚ ମାସ
ରେ ଘ ସ୍ଥାନରେ ଥାଏ। ଏହି ସମୟରେ ଉଭୟ ଗୋଲାର୍ଦ୍ଧ ସମାନ ଆଲୋକ ପାଇଥାନ୍ତି। ତେଣୁ ଉଭୟ ଗୋଲାର୍ଦ୍ଧରେ ଏହି ସମୟରେ ଅଧିକ ଶୀତ ବା ଗରମ ଲାଗେ ନାହିଁ। ଏହାକୁ ଯଥାକ୍ରମେ ଶରତ ବା ବସନ୍ତ ଋତୁ କହନ୍ତି। ଜୁନ 21 ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଦିନ ସବୁଠାରୁ ବଡ଼ ଓ ରାତି ସବୁଠାରୁ ସାନ। ଡିସେମ୍ବର 22 ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଦିନ ସବୁଠାରୁ ସାନ ଓ ରାତି ସବୁଠାରୁ ବଡ଼। ଜୁନ 21 ତାରିଖ ଡିସେମ୍ବର 22 ତାରିଖରେ ଦକ୍ଷିଣ ଗୋଲାର୍ଦ୍ଧରେ କ'ଣ ହୋଇଥାଏ? ଶ୍ରେଣୀ ଗୃହର କର। ଋତୁ ପରିବର୍ତ୍ତନ କିପରି ହୁଏ ପରୀକ୍ଷା କରି ଦେଖ। ତୁମେ ତିଆରି କରିଥିବା 4ଟି ଗ୍ଲୋବ୍ ବା କମଳା ନିଅ। ଚିତ୍ର ଦେଖ। କମଳା ଚାରିପଟକୁ 4ଟି ଡବା ଉପରେ ରଖ। ମଝିରେ ମହମବତୀଟିଏ ଜଳାଅ। ଗୋଟିଏ ଅନ୍ଧାର କୋଠରୀ ମଧ୍ୟରେ ସଜାଇ ରଖ। ଦଳରେ ବସି ପରସ୍ପର ଆଲୋଚନା କର। କମଳାର ପାର୍ଶ୍ୱ ପରିବର୍ତ୍ତନ କରି ଆଲୋକିତ ଅଂଶ ସହିତ ଋତୁ ପରିବର୍ତ୍ତନ ସମ୍ପର୍କ ଆଲୋଚନା କର।